କି ବର ମାଗିଲ ତୁମ୍ଭେ ଇନ୍ଦ୍ରଦ୍ୟୁମ୍ନ? ଆମ୍ଭର ପ୍ରୀତି ପାଇଁ ତୁମ୍ଭେ ଏପରି ଆୟୋଜନର ବର ମାଗିନେଲ। ଉତ୍ତମ, ତୁମ୍ଭର ଇଚ୍ଛା ପୂର୍ଣ୍ଣ ହେବ। କିନ୍ତୁ ତୁମ୍ଭେ ନିଜ ପାଇଁ କିଛି ବର ମାଗ। ଯଦି ପ୍ରସନ୍ନ ହେଲେ ପ୍ରଭୁ, ତାହେଲେ ଏଇ ବର ଦିଅନ୍ତୁ, ଯେପରି ମୋ ପରେ ମୋ ବଂଶରେ ଆଉ କେହି ରହିବେ ନାହିଁ। ଇଏ କଣ ଇନ୍ଦ୍ରଦ୍ୟୁମ୍ନ? ବର ନାମରେ ତୁମ୍ଭେ ଅଭିଶାପ ମାଗି ନେଉଛ କଣ ପାଇଁ? ପ୍ରଭୁ, ଆପଣ ସ୍ୱୟମ୍ଭୁ। ଏସବୁ ଆପଣଙ୍କ କୀର୍ତ୍ତି। ହୁଏତ ମୋ ବଂଶରେ କେହି କେବେ ଏହା ତାଙ୍କ ପୂର୍ବପୁରୁଷଙ୍କ କୀର୍ତ୍ତି ବୋଲି କହି ଗର୍ବ କରିପାରନ୍ତି। ସେମିତି ଗର୍ବ ଯେପରି କେହି ନ କରନ୍ତୁ, ସେଇଥିପାଇଁ ମୁଁ ଏ ବର ମାଗିଛି। ସାଧୁ ସାଧୁ ଇନ୍ଦ୍ରଦ୍ୟୁମ୍ନ, ସାଧୁ ତମର ନିଃସ୍ୱାର୍ଥପରତା। ସବୁ ଆପଣଙ୍କ ଦୟା ପ୍ରଭୁ। ଶୁଣ ଇନ୍ଦ୍ରଦ୍ୟୁମ୍ନ, ଆଜି ବୈଶାଖ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଆଜି ଆମର ଏହି ମନ୍ଦିରର ପ୍ରତିଷ୍ଠାର ଦିନ। ତେଣୁ ଆଗାମୀ ଯୁଗ ଯୁଗ ଧରି ଏହି ବୈଶାଖ ଶୁକ୍ଳପକ୍ଷ ତିଥିଟି ନୀଳାଦ୍ରି ମହୋଦୟାଷ୍ଟମୀ ନାମରେ ପରିଚିତ ହେବ। ଯଥା ଆଜ୍ଞା ପ୍ରଭୁ।